ଆସିକି ପହଞ୍ଚି ଯାଇଛି ସଣ୍ଡେର ସକାଳରେ ଗାଧେଇ ଆସିଯାଇଥିଲି ମୁଁ ସିଧା କିଚେନ୍କୁ। କିଚେନ୍ରେ ଆଜି ସବୁବେଳେ ତ ରୁଟି ତରକାରୀ ଖାଇ ଇଏ ହେଲାଣି, ସଣ୍ଡେରେ କିଛି ନୂଆ ହେବା ଦରକାର ନା। ସେଥିପାଇଁ ମୁଁ ଭାବିଲି ଚୁଡ଼ା ଉପମା କରିଦେବି। ଆପଣମାନେ ଚୁଡ଼ା ଉପମାକୁ ଚୁଡ଼ା ଉପମା କହୁଛନ୍ତି କି ସନ୍ତୁଳା କହୁଛନ୍ତି, ମୋତେ କମେଣ୍ଟ କରିକି ନିଶ୍ଚିତ ଜଣାଇବେ। କାହିଁକିନା କେହି ଚୁଡ଼ା ଉପମା କହନ୍ତି, କେହି ସନ୍ତୁଳା କହନ୍ତି, ଆଉ ମୁମ୍ବାଇ ଆଡ଼େ ତ ପୋହା ହିଁ କହନ୍ତି। କଢ଼ାରେ ପିଆଜ ଆଳୁ ପକାଇ ସାରିଲା ପରେ ମସଲା ଡବାକୁ ତ ଦେଖିଲି ତ ହଳଦୀ ସରିଯାଇଛି। ତାକୁ ପୁଣି ମୁଁ ହଳଦୀ ପୂରେଇଥିଲି। ସବୁବେଳେ ତ ମୋର ସାମାନ ସବୁବେଳେ ଷ୍ଟକ୍ ରହିଥାଏ, ଏମିତି ନୁହେଁ ଯେ ସରିଗଲେ ଆସେ, ସବୁବେଳେ ଷ୍ଟକ୍ ହିଁ ରହିଥାଏ। ସମସ୍ତଙ୍କ ଘରେ ବି ଷ୍ଟକ୍ ରହୁଥିବ, ଏଟା କିଛି ବଡ଼ କଥା ନୁହଁ। ହଳଦୀ ପକାଇ ଦେଇକି ତାକୁ ଟିକେ ସନ୍ତୁଳି ଦେଇକି ତାକୁ ଟିକେ ଘୋଡ଼େଇ ଦେଲି ସିଝିବା ପାଇଁ। ବନ୍ତେ ମୁଁ ଟିକେ ଚୁଡ଼ା ଧୋଇଦେଲି। ଆପଣମାନେ କେମିତି ଚୁଡ଼ା ଉପମା କରନ୍ତି ମୋତେ କମେଣ୍ଟ କରିକି ନିଶ୍ଚିତ ଜଣାଇବେ। ଚୁଡ଼ାକୁ ମୁଁ ଭଲ ଭାବରେ ଧୋଇଦେଲି। ଏଠି ମୟୂରଭଞ୍ଜ ଜିଲ୍ଲାରେ ତ କିଛି ବନେଇବାକୁ ଟାଇମ୍ ମିଳେନି, କାହିଁକିନା ପୁଅ ସ୍କୁଲ ପଳାଏ, ତା ଟିଫିନ୍ ନେଇକି, ତାପରେ ଲଞ୍ଚ ବନା ହୁଏ, ସେ ଅଫିସ୍ ନେଇକି ଯାଆନ୍ତି। ସଣ୍ଡେ ହିଁ ବଞ୍ଚିଥାଏ କିଛି କରିବା ପାଇଁ। ଏଠି ଲାଲ ହେଇଯାଇଥିଲା, ତାକୁ ଟିକେ ଅଧିକା ଲାଲ କରିବା ପାଇଁ ମୁଁ ଟିକେ ଲଙ୍କା ଗୁଣ୍ଡ ପକାଇ ଦେଇଥିଲି। ଆଳୁ ଦେଖନ୍ତୁ ପୁରା ଲାଲ। ଏଠି ତ ଭୁସୁଙ୍ଗା ପତ୍ର କଢ଼ି ପତ୍ର ତ ମିଳେନି ପ୍ରାୟ ଟାଇମ୍, କେତେବେଳେ କେମିତି ମାର୍କେଟରେ ଦେଖାହେଲେ କିଣିକି ଆଣୁ ଆମେ। ଏଟା ତ ଗାଁ ନୁହଁ ନା। ଚୁଡ଼ା ଉପମାରେ ଲେମ୍ବୁ ନ ପକାଇଲେ ତା ମଜା ହିଁ କିଛି ଅଲଗା ଥାଏ। ଲେମ୍ବୁ ବିନା ତା ମଜା ହିଁ କିଛି ନଥାଏ। ସେଥିପାଇଁ ମୁଁ ଏଠି ଫାଳେ ଲେମ୍ବୁ ଚିପୁଡ଼ି ଦେଇଥିଲି। ତଥାପି କେଉଁମାନେ ଆପଣମାନେ ଲେମ୍ବୁ ପକାଇକି ଚୁଡ଼ା ଉପମା କରୁଛନ୍ତି କମେଣ୍ଟ କରିକି ନିଶ୍ଚିତ କହିବେ। ଚୁଡ଼ା ଉପମାରେ ଲେମ୍ବୁର ଫ୍ଲେଭରଟା ଟିକେ ବହୁତ ଭଲ ଲାଗିଥାଏ। ମୋତେ ତ ଲେମ୍ବୁ ଫ୍ଲେଭର ଭଲ ଲାଗେ। ଆପଣମାନଙ୍କୁ କେମିତି ଲାଗେ ଆପଣ କହିବେ। ହେଇଗଲା ପରେ ଦେଖନ୍ତୁ ଗରମ ନେଇକି ଦେଇ ଦେଇଥିଲି ସ୍ୱାମୀ ଆଉ ପୁଅକୁ। ତାଙ୍କ ମନପସନ୍ଦର ଜିନିଷ ସେ ସବୁ ଆଡ଼୍ କରିଥିଲେ। ମୋ ପୁଅ ଲେମ୍ବୁ ଟିକେ ଖଟା ଅଧିକା ଖାଏ, ତ ସେ ଟିକେ ଆଉ ଟିକେ ଲେମ୍ବୁ ଆଡ଼୍ କରିଥିଲା। ଆମ ସ୍ୱାମୀ ବାଦାମ ଆଡ଼୍ କରିଥିଲେ। ମୋ ପୁଅ ଲେମ୍ବୁ ଚୁପୁଡ଼ି ପାରୁନଥିଲା, ମୁଁ ତାକୁ ଟିକେ ଚୁପୁଡ଼ି ଦେଲି। ତାକତ ହିଁ ନାହିଁ, ସବଜି କିଛି ଖାଇବନି, କ'ଣ ତାକତ ଆସିବ। ତାପରେ ମୁଁ ଆସିଯାଇଥିଲି ମୁଁ ନାସ୍ତା କରିବା ପାଇଁ। ମୁଁ ତ ଟେଷ୍ଟ କରିକି ଦେଖେ କେମିତି ଲାଗୁଛି। ଗରମ ହେଇଛି। ଚୁଡ଼ା ଉପମା ନା ଗରମ ଖାଇବାର ମଜା ହିଁ କିଛି ଅଲଗା ଥାଏ।